ସେଇ ଘଞ୍ଚ ଜଙ୍ଗଲରେ ଏକ ବଳଶାଳୀ ବାଘ ରହୁଥିଲା। ବାଘ ନିଜ ବଳ ଉପରେ ଗର୍ବ କରୁଥିଲା। ସବୁ ପଶୁମାନଙ୍କୁ କହୁଥିଲା, ମୋ ଠାରୁ ବଳଶାଳୀ ଆଉ କେହି ନାହାନ୍ତି। ଦିନକର କଥା, ଗୋଟେ ଗ୍ରାମ ପାଖରେ ଘଞ୍ଚ ଜଙ୍ଗଲଟେ ଥିଲା। ସେଇ ଘଞ୍ଚ ଜଙ୍ଗଲରେ ଏକ ବଳଶାଳୀ ବାଘ ରହୁଥିଲା। ବାଘ ନିଜ ବଳ ଉପରେ ଗର୍ବ କରୁଥିଲା। ସବୁ ପଶୁମାନଙ୍କୁ କହୁଥିଲା, ମୋ ଠାରୁ ବଳଶାଳୀ ଆଉ କେହି ନାହାନ୍ତି। ଏ ଜଙ୍ଗଲ ରାଜା ମୁଁ, ମୋ ଠାରୁ ବଳଶାଳୀ ଆଉ କେହି ନାହାନ୍ତି। ଭୋଜନ ବିନା ମୋ ଶକ୍ତି କମିଗଲାଣି। କାଲିଠାରୁ ମୁଁ ତୁମମାନଙ୍କ ଭିତରୁ ଜଣ ଜଣକୁ ସବୁଦିନ ଖାଇବି। ଏଇଟା ମୋର ଆଦେଶ। ବାଘର କଥା ଶୁଣି ସବୁ ପଶୁମାନଙ୍କ ମନରେ ଭୟ ସୃଷ୍ଟି ହେଲା। ସବୁ ପଶୁମାନେ ଏକ ସଭା ଡକେଇଲେ। ଠେକୁଆ କହିଲା, କାଲିଠାରୁ ଆମେ ଜଣ ଜଣ ହୋଇ ବାଘର ଶିକାର ହେବା। ଠେକୁଆ କଥା ଶୁଣି ସେଇ ଘଞ୍ଚ ଜଙ୍ଗଲରେ ଏକ ବଳଶାଳୀ ବାଘ ରହୁଥିଲା। ବାଘ ନିଜ ବଳ ଉପରେ ଗର୍ବ କରୁଥିଲା। ସବୁ ପଶୁମାନଙ୍କୁ କହୁଥିଲା, ମୋ ଠାରୁ ବଳଶାଳୀ ଆଉ କେହି ନାହାନ୍ତି। ସେଇ ଘଞ୍ଚ ଜଙ୍ଗଲରେ ଏକ ବଳଶାଳୀ ବାଘ ରହୁଥିଲା। ବାଘ ନିଜ ବଳ ଉପରେ ଗର୍ବ କରୁଥିଲା। ସବୁ ପଶୁମାନଙ୍କୁ କହୁଥିଲା, ମୋ ଠାରୁ ବଳଶାଳୀ ଆଉ କେହି ନାହାନ୍ତି। ଦିନକର କଥା, ଗୋଟେ ଗ୍ରାମ ପାଖରେ ଘଞ୍ଚ ଜଙ୍ଗଲଟେ ଥିଲା। ସେଇ ଘଞ୍ଚ ଜଙ୍ଗଲରେ ଏକ ବଳଶାଳୀ ବାଘ ରହୁଥିଲା। ବାଘ ନିଜ ବଳ ଉପରେ ଗର୍ବ କରୁଥିଲା। ସବୁ ପଶୁମାନଙ୍କୁ କହୁଥିଲା, ମୋ ଠାରୁ ବଳଶାଳୀ ଆଉ କେହି ନାହାନ୍ତି। ଏ ଜଙ୍ଗଲ ରାଜା ମୁଁ, ମୋ ଠାରୁ